नमस्कार जय जगन्नाथ मु दीपक आपण देखुचंती दीपक टीवी दुनिया सरकारी कर्मचारी उपरे बड़ कार्यानुष्ठान 6 मास पर्यंत लंच पाई घर को जीवा मना इंधन बिजुली एवं अत्यावश्यक संपदर सीमित तथा मितव्यय व्यवहार सुनिश्चित करिवा पाई राज्य सरकार सरकारी कर्मचारी नुआ मार्गदर्शिका जारी करिसंती। ଏହା ଅଧୀନରେ 6 ମାସ ପର୍ଯ୍ୟନ୍ତ ବିଦେଶ ଯାତ୍ରା ଉପରେ କଟକଣା ଲଗାଯାଇଛି ଏବଂ କର୍ମଚାରୀମାନଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଘରକୁ ଯିବାକୁ ବାରଣ କରାଯାଇଛି। ଏହି ପରିବର୍ତ୍ତନ ଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଇନ୍ଧନ ବ୍ୟବହାର ହ୍ରାସ କରିବା, ବିଜୁଳି ସଞ୍ଚୟ କରିବା ଏବଂ ସରକାରୀ ସମ୍ପତ୍ତିର ଦକ୍ଷତାର ସହ ବ୍ୟବହାର କରିବା। ପଡୁଚେରୀର କର୍ମଚାରୀ ଏବଂ ପ୍ରଶାସନିକ ସୁଧାର ବିଭାଗର ଅଣ୍ଡର ସେକ୍ରେଟାରୀ ଏସ୍ ମରୁଗେସନ ସମସ୍ତ ସରକାରୀ ବିଭାଗ କାର୍ଯ୍ୟାଳୟ ସାର୍ବଜନୀନ କ୍ଷେତ୍ରର ଉଦ୍ୟୋଗ ଏବଂ ସ୍ୱାୟତ୍ତ ଶାସିତ ସଂସ୍ଥାଗୁଡ଼ିକୁ ଏକ ସର୍କୁଲାର ଜାରି କରିଛନ୍ତି। ଏହି ସର୍କୁଲାରରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନ୍ଧନ ସଞ୍ଚୟ କରିବା ଆହ୍ୱାନ ଏବଂ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକ ଆଧାରରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସର୍କୁଲାରରେ ପରାମର୍ଶ ଦିଆଯାଇଛି ଯେ ଅନାବଶ୍ୟକ ବିଦେଶ ଯାତ୍ରା ଆସନ୍ତା 6 ମାସ ପାଇଁ ସ୍ଥଗିତ ରଖାଯାଉ। ଏହା ବ୍ୟତୀତ ସରକାରୀ ଗାଡ଼ିଗୁଡ଼ିକର ବ୍ୟବହାର ବୁଝି ବିଚାରି କରିବାକୁ ଏବଂ ଇନ୍ଧନ ଖର୍ଚ୍ଚ କମାଇବା ପାଇଁ ଭେହିକିଲ୍ ପୁଲିଂ ବ୍ୟବସ୍ଥା ଆପଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।